ସେମାନଙ୍କର ବେସିକ ଥିଲା, ସେମାନେ ଥିଲେ କ୍ରୀତ ଦାସ ବା ବଣ୍ଡେଡ ଲେବର କହିଲେ ଚଳିବ, ବା ଦାସ ଖାଲି ଥିଲେ କହିଲେ ଚଳିବ। ସେମାନଙ୍କୁ ବହୁତ କଷ୍ଟ ବି ଦିଆ ହଉଥିଲା, ସେମାନଙ୍କ ଦ୍ଵାରା ଇଟା ବନା ହଉଥିଲା, ଆହୁରି ଇତ୍ୟାଦି ଇତ୍ୟାଦି ଅନେକ କାର୍ଯ୍ୟ ତାଙ୍କ ଦ୍ଵାରା କରାହଉଥିଲା। ସେମାନଙ୍କର ମାଇଣ୍ଡ ସେଟ ଥିଲା ଆମେ ଗୋଟେ ଦାସ, ଯାହା କିଛି ଆମକୁ ଅର୍ଡର କରାଯିବ, ମନ ଦେଇ ଶୁଣନ୍ତୁ, ଯାହା କିଛି ଆମମାନଙ୍କୁ ଅର୍ଡର କରାଯିବ ଆମେ ସେତିକି କରିବା। ଆମେ କେବେ ଲିଡର ନହୁ ବା ମାଷ୍ଟର ନହୁ ଯେ ଆମେ ଅନ୍ୟକୁ କହିବା, ଆମେ ହଉଛୁ ଦାସ ବା ସର୍ଭେଣ୍ଟ, ଯାହା କିଛି ଉପରୁ ଅର୍ଡର ଆସିବ ଆମେ ତାକୁ ପାଳନ କରିବା। ଏଇ ଯୋଉ ମାଇଣ୍ଡ ସେଟ ଟାକୁ ଆପଣ ଗଣନା ପୁସ୍ତକ ଯେତେବେଳେ 1 ରୁ ଆରମ୍ଭ କରିବେ, ପ୍ରଭୁ ସେଇଟାକୁ ସୁନ୍ଦର ଭାବରେ ଚେଞ୍ଜ କରୁଛନ୍ତି। ମୋର ତ ଆଜି ସେଇଟା ଟପିକ ନୁହେଁ, କିନ୍ତୁ ଖାଲି ଚୁମ୍ବକରେ କହିଦଉଛି, ସେମାନଙ୍କୁ ସ୍ତର ବାଇ ସ୍ତର ଯୋଉ ରକମ ଭାବରେ ସେମାନଙ୍କୁ ପ୍ରଭୁ ତାଙ୍କୁ ଅର୍ଗାନାଇଜ କରୁଛନ୍ତି, ତାଙ୍କର ମାଇଣ୍ଡ ସେଟ କୁ ଚେଞ୍ଜ କରୁଛନ୍ତି। ଏ ଗଣନା ପୁସ୍ତକର 1 ପର୍ବରୁ ପଢିବେ, ଅତି ସୁନ୍ଦର, ମନୋହର, ବହୁତ ବଢିଆ ଲାଗିବ। କାହିଁକି? ଏମାନେ କେବେ ଯୁଦ୍ଧ କରିନଥିଲେ, କିନ୍ତୁ ଯେତେବେଳେ ଗଣନା ପୁସ୍ତକ ଆରମ୍ଭ ହଉଛି, ସେତେବେଳକୁ ସେମାନଙ୍କୁ ପ୍ରଭୁ କହୁଛନ୍ତି, କାହାକୁ? ମୋଶା ହାରଣକୁ ପ୍ରଭୁ ତ ସବୁବେଳେ କହନ୍ତି, ମୋଶା ହାରଣକୁ କହୁଛନ୍ତି ସେମାନଙ୍କୁ ଗଣନା କର। ଆଉ ସେ ଗଣନା କରରୁ ହିଁ ଗଣନା ପୁସ୍ତକ ଆରମ୍ଭ ହେଇଛି, ଯେ 20 ବର୍ଷର ଉର୍ଦ୍ଧ୍ୱ ଯୋଉମାନେ ଅଛନ୍ତି, ତମେ ଟ୍ରାଇବ ଅନୁସାରେ ଗଣନା କରିବ। କେମିତି ଭାବରେ ସେମାନେ ସମାଗମ ତମ୍ବୁ ବୋଲି ତାଙ୍କର କନସେପ୍ଟ ହିଁ ନଥିଲା। ପ୍ରଭୁଙ୍କୁ ଉପାସନା କେମିତି କରାଯାଏ ସେ କନସେପ୍ଟ ତାଙ୍କର ନଥିଲା। କିନ୍ତୁ ଗଣନା ପୁସ୍ତକରେ ଆମେ ଦେଖିବା, ଷ୍ଟେଜ ବାଇ ଷ୍ଟେଜ ପ୍ରଭୁ ସେମାନଙ୍କୁ ଲିଡ୍ କରୁଛନ୍ତି। ଆଉ ମୋଶା ହାରଣକୁ ଦ୍ଵାରା, ଧରନ୍ତୁ ଗୋଟେ ଫୁଟବଲ ଫିଲ୍ଡ, ଯୋଉ ଫୁଟବଲ ଫିଲ୍ଡ ଆମେ ଷ୍ଟାଡିୟମରେ ଦେଖୁଛୁ, ତାର ଧରନ୍ତୁ 10 ଗୁଣ, 10 କି 20 ଗୁଣ, ଏମିତି ଗୋଟେ ଆୟତକାର କ୍ଷେତ୍ର, ମଝିରେ ହଉଛି ସମାଗମ ତମ୍ବୁ, ତାର ଚାରିପଟେ ରହିବେ ଲେବୀୟ ମାନେ, ଆଉ ପୂର୍ବ ଦିଗରେ ରହିବେ ଜିହୁଦା। ଏମିତି ତାର ସବୁ ଡିମାର୍କେସନ ହେଇଥିଲା, ଯିଏ ଯୋଉଠି ପାରିଲା ରହିପାରିବନି। ଯାହାକୁ ଯୋଉଠି ଆଲର୍ଟ କରାହେଇଛି ସେଇ ଟ୍ରାଇବ ସେଇ ଜାଗାରେ ରହିବ। ଉତ୍ତର ପଟେ କିଏ ରହିବ, ଦକ୍ଷିଣ ପଟେ କିଏ ରହିବ, ପଶ୍ଚିମ ପଟେ କିଏ ରହିବ, ପୂର୍ବ ପଟେ କିଏ ରହିବ। କିନ୍ତୁ ସବୁଠୁ ଇଣ୍ଟରେଷ୍ଟିଂ ବିଷୟ ହଉଛି, ମୋଶା ହାରଣକୁ ପ୍ରଭୁ କହିଲେ ତମେ ସବୁ ଗଣିବ, କିନ୍ତୁ ଲେବୀୟ ମାନଙ୍କର ସଂଖ୍ୟା ଗଣିବନି। କାରଣ ସେମାନଙ୍କ ଏଇ ଯୋଉ ଗଣନା କରାହଉଥିଲା ସେମାନଙ୍କର ଯୋଦ୍ଧା କରିବା ପାଇଁ, ବା ସୈନ୍ୟ ବାହିନୀ ପ୍ରଭୁ ପ୍ରସ୍ତୁତ କରୁଥିଲେ। ଆଉ ଯୋଉ ସୈନ୍ୟ ବାହିନୀରେ 20 ବର୍ଷ ଆଉ ତାଠାରୁ ଉର୍ଦ୍ଧ୍ୱ ଲୋକମାନେ, ସେଥିରେ ସେମାନଙ୍କୁ ଗଣା ହବ। ସବୁ ତାର ଗଣନାର ସବୁ ସଂଖ୍ୟା ଦିଆହେଇଛି, କୋଉଠି 1000 ଅଛି, କୋଉଠି 1,00,000 ଉପରେ ଅଛି, ଏମିତି ଭାବରେ ସବୁ ହିସାବ କରାଗଲା। କିନ୍ତୁ ଲେବୀୟ ମାନଙ୍କର କାହିଁ ଗଣନା କରାହେଲାନି? କାରଣ ସେମାନେ କେବଳ ସଦାପ୍ରଭୁଙ୍କର ସେଇ ସମାଗମ ତମ୍ବୁ, ତାଙ୍କର ଯୋଉ ପରିଚର୍ଯ୍ୟା ଭାର ସେମାନଙ୍କ ଉପରେ ନ୍ୟସ୍ତ ହେଇଛି। ଏ ଲେବୀୟ ମାନେ କିଏ? ନା ହାରଣ ବଂଶର ଲୋକମାନେ। ଏମାନଙ୍କୁ ପ୍ରଭୁ ଗୋଟେ ସେଟ୍ ଆପାର୍ଟ କଲେ, ବା ତାଙ୍କୁ ଗୋଟେ ପୃଥକ କଲା ପରି କଲେ, ଯେ ତମାନେ କେବଳ ହଉଛ ଯାଜକ, ତମାନେ ସେ ଯାଜକୀୟ କର୍ମ କରିବ। ସମାଗମ ତମ୍ବୁର ମେନ୍ କାମ ହଉଛି ଧୂପ ଦବା, ଆଉ ତାର ବିଭିନ୍ନ କାର୍ଯ୍ୟ ଅଛି। ଭିନ୍ନ ଭିନ୍ନ ପର୍ବପର୍ବାଣୀରେ ଲୋକମାନେ ମଙ୍ଗଳାର୍ଥକ ବଳି ଦେବେ, ବହୁ ତାର ଶ୍ରେଣୀ ବିଭାଗ ସବୁ ଅଛି। ଆଉ ବର୍ଷ ଭିତରେ କୋଉ କୋଉ ପର୍ବ ସବୁ ପାଳନ କରାଯିବ, ତାର କେମିତି ରୁଲ ରେଗୁଲେସନ, ଲୋକମାନେ କେମିତି ବଳି ପଶୁ ଆଣିବେ, ତାକୁ କେମିତି ଯାଜକ ମାନେ ତାକୁ ବଧ କରିବେ, ସେ ରକ୍ତକୁ ସିଞ୍ଚନ କରିବେ। ଯୋଉ ଯାଜକ ମାନେ ସେ କାମ କରିବେ, ତାଙ୍କୁଠୁ ସୁପରିୟର ଯାଜକ ସେମାନଙ୍କୁ ସେ କଣ କରିବ ନା ତାଙ୍କୁ ପବିତ୍ରକରଣ କରିବ। ସେ ରକ୍ତ ସିଞ୍ଚିକି ସେମାନଙ୍କୁ ପବିତ୍ରକରଣ କରିବ, ପୁଣି ସେମାନେ ସେ ସେବା କାର୍ଯ୍ୟରେ ନିୟୋଜିତ ହେବେ। ଦୁନିଆ ବିଷୟ ଏଇ 10 ପର୍ବ 9 ପର୍ବ ପର୍ଯ୍ୟନ୍ତ ଆପଣ ପାଇବେ। ଆଉ ସବୁଠୁ ଗୋଟେ ମୂଲ୍ୟବାନ ବିଷୟ, ଯୋଉଟା କି ଆଜି ଆମର ମାନେ କଣ କହିଲେ, ଆମର ଯୋଉ ଗିର୍ଜାର ଯୋଉ ସଂସ୍କୃତି ବର୍ତ୍ତମାନ ଅଛି,
गिर्जा कहले सब डिनोमिनेशन कथा मु कहूनी किंतु मु जेतले थिली दामनजोड़ी रे सेठी जो लुथरान संप्रदाय थिले सेमानकर शेषटा एई गणना पुस्तक 6 पर्व आउ याजकीय आशीर्वाद अनंतर सदाप्रभु मूसा को कहले तुम्हें हारण और ताहार पुत्र गण को कुह तुमने इस्राएल संतान गण को यही रूपे आशीर्वाद करिवो तुम्हें सेमान को कहब सदाप्रभु तुमको आशीर्वाद करंतु तुमको रक्षा करंतु सदाप्रभु तुम ऊपर अपना मुखर तेज प्रकाश करंतु तुमको अनुग्रह करंतु सदाप्रभु तुम ऊपर अपना मुख उठांतु तुमको शांति दिंतु आपण मैंने शुणिक आश्चर्य हेबे एई जो 4-5टी पद 2000 वर्ष भितर मध्य एटा एते परिमाण रे व्यापक हेचे एटा केवल किछि डिनोमिनेशन भितर सीमित होइकी रहिनी बहुत संप्रदाय ख्रिस्टियन संप्रदाय मध्य रे एटा गोटे मुख्य आशीर्वादर विषय वस्तु हेछि आज सेटा भी हमर टॉपिक नुहे हमर टॉपिक को बर्तन जीवा मोर कहया उद्देश्य होछि ए गणना पुस्तक मूसा लिखिचंती किंतु जते बेले हमें से 10 पर्व को आसुचु सदा प्रभु सब कथारे मूसा हरण को व्यवहार करती आ गणिवा पई मध्य तांको ही कहैतला पुणी को माने को दलर लोक तांको तुमे प्रधान सेनापति करिवो से कथा मध्य प्रभु सेमान को ना भी दे देथिले आश्चर्य विषय आउ एटा 10 पर्व को आसुचु गोटे नुआ म्यूजिकल इंस्ट्रूमेंट विषय रे वर्णना करा है ता ना है रौप्य तुरी 10 पर्व ओडिया बाइबल रे मोर ऊपर गोटे शीर्षक अछि रौप्य तुरी से पर्यंत मोर अनुमान रे मु ठीक जानिनी पृथ्वी इतिहास रे तुरी रो व्यवहार बोधे प्रचलन बोधे नथिला मु जानिनी आई मे बी रॉन्ग किंतु मो जानिबारे बोधे से पर्यंत पृथ्वी इतिहास रे तुरी रो प्रचलन नथिला देखंतु सदाप्रभुकर ज्ञान केते अपरिसीम तार मापी हबनी कहउचंती तुमे रूपार 2 तुरी निर्माण करिवो आउ से रूपा को तरळे किरी छांचा भितर पुरे के करबनी रूपा खंड को नै किरी ताको पिटी 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 फ्लैट करिकि ताको प्लेट बनेइबो से प्लेट को पुनी मोड़ीबो मोड़ी किरी ताको पुनी गोटे नळी परिका करिवो से नळीर हाइट माने लंबा रहिबो 2 फुट नळीर शेष भागटा से फनेल परिका चौड़ा हेकि ऊपर को उठिबो आ सेटा ना होची तुरी ए जो तुरी रो कांसेप्ट जो प्रभु देले आपण जानि के आश्चर्य हेबे कहा को से देलेनी चार्ज बा कहा को अधिकार देलेनी से तुरी फुकिया पई आपण देखंतु से 10 पर्वर 8 पद देखंतु 10 पर्वर 8 पद आउ हारणर पुत्र जाजक माने से माने ही केवल एलिजिबल जाजक माने से ही दुई तुरी बजाइबे तार किछि सीमा अछि गोटे युद्ध को गला बेले केमती बजा हबो तार गोटे नमूना दिया है जेते लोक माने पर्व पर्वाणी बेल को समागम तंबू पाखु को आसीबे एकत्र हेबे तार बजेबा ठाणी गोटे अलगा दिया है एवं साधा तांकर जो प्राचीन माने जेते आसीबे तार गोटे अलगा दिया है सेनु 8 पत्र शेष पत्र कहउछि ताहा तुमनको पुरुषानुक्रमे तुमनको प्रति अनंत कालीन विधि हबो सेटा आज हमर भी मुख्य प्रसंग नुहे हमर मुख्य प्रसंग को बर्तन जीवा जोटा होछि 9 पद आउ जेउ समय रे सॉरी आउ जेउ समय रे तुमने अपना देश रे क्लेशदायी विपक्ष गणर विरुद्ध रे क्लेशदायी विपक्ष गण बा आउटसाइडर बा कोनसी विजाति देश जो माने तुमको क्लेश दौचंती नॉट विथ ऑल
ତୁମେ ମାନେ ଆପଣା ଦେଶରେ କ୍ଲେଶଦାୟୀ ବିପକ୍ଷ ଗଣର ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବ, ସେହି ସମୟରେ ତୁମାନେ ଏହି ତୁରୀରେ ରଣବାଦ୍ୟ ବଜାଇବ। ମୁଁ କହିଛି ସେମାନଙ୍କର 2-3 ରକମର ବାଦ୍ୟ ସ୍ୱର। ଭାଇ ଦେବଦାସ ହରିଜନ ମତେ ଟିକେ ଅନୁରୋଧ କରୁଛି, ସେମିତି ଆପଣ ସ୍କ୍ରିନରେ କିଛି ଛାଡନ୍ତୁନି, ମୁଁ ଟିକେ ଡିଷ୍ଟର୍ବ ହେଇଯାଉଛି। ଆପଣ ସେମିତି ସାଧା ରଖନ୍ତୁ ପ୍ଲିଜ। ଦେବଦାସ ଭାଇ ସେମିତି ସ୍କ୍ରିନରେ କିଛି ଡିସପ୍ଲେ କରନ୍ତୁନି, ଆଉ ବନ୍ଦ କରିଦିଅନ୍ତୁ। ଆଚ୍ଛା, ସେଇ ସମୟରେ ଏହି ତୁରୀରେ ରଣବାଦ୍ୟ ବଜାଇବ, ତହିଁରେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭେ ମାନେ ସ୍ମରଣ କରାଯିବ। এইটা হচ্ছে ଆଜି ମୋର ପଏଣ୍ଟ। ପରମେଶ୍ୱରଙ୍କୁ ସ୍ମରଣ କରିବା ପାଇଁ ଏ ତୁରୀର ବ୍ୟବହାର ହବ, ଏବଂ ସେ ତୁରୀ କେତେବେଳକୁ ବଜାଯିବ? ଯେତେବେଳେ ସେମାନେ ବିପକ୍ଷ ଦେଶର ଲୋକଙ୍କ ସହିତ ଯୁଦ୍ଧ କରିବାକୁ ଯିବେ। ଅନ୍ୟମାନେ କେହି ବଜେଇବେନି। ଲେଫ୍ଟନାଣ୍ଟ ଜେନେରାଲ, ସେ ଅମୁକ ଅମୁକ ସବୁ ନାଁ ଆମର ସବୁ ଇଣ୍ଡିଆର ଡିଫେନ୍ସ ପୋଷ୍ଟରେ ଆପଣ ଶୁଣିବେ, ସେମାନେ ବଜେଇବେନି। ମୂଷା ହାରଣ ବା ହାରଣର ପୁଅ ମାନେ ବଜେଇବେ। ମୂଷା ବି ନାହିଁ, ହାରଣର ପୁଅ ଯାଜକ ମାନେ এই ତୁରୀ ବଜେଇବେ। ଉଦ୍ଦେଶ୍ୟ କ୍ଲିୟର ଲେଖିଛନ୍ତି ସଦାପ୍ରଭୁ। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭେ ମାନେ ସ୍ମରଣ କରାଯିବ। ଯେତେବେଳେ ସେ ତୁରୀର ଧ୍ୱନି ଆସିବ, ସ୍ୱର୍ଗ ପାଖରେ ପହଞ୍ଚିବ, God will remember you। ନିଜେ ଈଶ୍ୱର କହୁଛନ୍ତି, ସଦାପ୍ରଭୁ କହୁଛନ୍ତି। ସେ ତୁରୀ ଧ୍ୱନିର ମହତ୍ଵ କେତେ, ସେ ତୁରୀ ଧ୍ୱନିର ପବିତ୍ରତା କେତେ, ସେ ତୁରୀ ଧ୍ୱନିର ବିଶେଷତ୍ଵ କେତେ ଆପଣ ଚିନ୍ତା କରନ୍ତୁ। କାହିଁକି ନା ସେ ଧ୍ୱନି ଶୁଣି ସାରିଲା ପରେ ପ୍ରଭୁ କଣ କରିବେ? ସ୍ମରଣ କରିବେ। ସେ ଯୋଉ ପ୍ରତିଜ୍ଞା ଦେଇଛନ୍ତି ଏଇ ଗଣନା 10 ପର୍ବରେ, ସେ ପ୍ରତିଜ୍ଞାକୁ ମନେ ରଖେଇବେ। କଣ କରିବେ? ତୁମ୍ଭେ ମାନେ ଆପଣ ମାନଙ୍କ ଶତ୍ରୁଗଣ ଠାରୁ ରକ୍ଷା ପାଇବ। ପ୍ରୋଟେକ୍ସନ ଆସିବ ସ୍ୱର୍ଗରୁ। ପ୍ରେଜ ଦ ଲର୍ଡ, ହାଲେଲୁୟା। ମୂଷା ଚାଲିଗଲେଣି, ହାରଣ ଚାଲିଗଲେଣି କେତେ ହଜାର ବର୍ଷରୁ। ତୁମେ ପରମେଶ୍ୱର ସାକ୍ଷାତରେ ସ୍ମରଣ କରାଯିବ, ତୁମେ ମାନେ ଆପଣା ମାନଙ୍କ ଶତ୍ରୁଗଣରୁ ରକ୍ଷା ପାଇବ। ଆଜି ଏଇଟା ହଉଛି ଆମର କି ୱାର୍ଡ। ବର୍ତ୍ତମାନ ଆମେ ଯିବା ଜିସାୟ 62:7। ଜିସାୟ 62:7। ହେ ସଦାପ୍ରଭୁଙ୍କୁ ସ୍ମରଣ କରେଇବା ଲୋକମାନେ, ୱାର୍ଡିଂଟା ଶୁଣନ୍ତୁ। ହେ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ, ସେ ଯେ ପର୍ଯ୍ୟନ୍ତ ଜେରୁସାଲେମକୁ ସ୍ଥାପନ ନ କରନ୍ତି ଓ ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରନ୍ତି, ସେ ପର୍ଯ୍ୟନ୍ତ ତୁମେ ମାନେ ବିଶ୍ରାମ କର ନାହିଁ, ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ। ସଦାପ୍ରଭୁଙ୍କୁ ସ୍ମରଣ କରିବା କୋଉମାନେ ଲୋକ, କିଏ କହିବ? ଜଷ୍ଟ ଗଣନା 10ରେ ପଢିଲୁ, କୋଉମାନେ ସ୍ମରଣ କରାଇବେ ସଦାପ୍ରଭୁଙ୍କୁ ତୁରୀ ଫୁଙ୍କିବେ? ହାରଣଙ୍କ ପୁତ୍ର ମାନେ, ହାରଣର ପୁତ୍ର ଯାଜକ ମାନେ। ଖାଲି ପୁତ୍ର କହିଦେଲେ ବି ଭୁଲ ହେଇଯିବ। ହାରଣର ପୁତ୍ର ଯାଜକ ମାନେ। ଏଠି ଜିସାୟରେ କଣ କହୁଛନ୍ତି? ହେ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ। ଏ ଲୋକମାନେ କିଏ? ଏ ତ ବହୁତ ବର୍ଷର ଗ୍ୟାପ। ଜିସା ଯେତେବେଳେ ଆସିଲେ, ଆଉ ଏଇ ଯୋଉ ସମୟଟା ତେଣୁ ବହୁତ ବଡ ଗ୍ୟାପ। ବର୍ତ୍ତମାନ ସେ ଲୋକମାନେ କିଏ? ଚାଲନ୍ତୁ ଯିବା ସେ ଲୋକମାନଙ୍କୁ ଖୋଜିବା। ବର୍ତ୍ତମାନ ସେ କୋଉ ଲୋକମାନେ ସ୍ମରଣ କରାଇବେ? ପ୍ରକାଶିତ ବାକ୍ୟ 5 ପର୍ବର 9ରୁ 10। ମୁଁ ସାଙ୍ଗେ ସାଙ୍ଗେ ପଢୁଛି, ନହେଲେ ସମୟ ଅଣ୍ଟିବନି, କଭର କରିପାରିବିନି। ପ୍ରକାଶିତ ବାକ୍ୟ 5 ପର୍ବର 9ରୁ 10। କାରଣ ତୁମେ ହତ ହୋଇଥିଲ, ପୁଣି ଆପଣା ରକ୍ତ ଦ୍ଵାରା ସମସ୍ତ ଗୋଷ୍ଠୀ, ଭାଷାବାଦୀ, ବଂଶ, ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଅଛ, କିଣିଅଛ। ଓଡିଶାର ଲୋକଙ୍କୁ ବି କିଣିଛ। କାହିଁକି? ପୁଣି ସେମାନଙ୍କୁ
କାରଣ ସେ ସମସ୍ତ ଗୋଷ୍ଠୀ ଭାଷାବାଦୀ, ତାମାନେ ଓଡିଆ ଗୋଟେ ଭାଷା। ଆମ ଭିତରୁ ଯୋଉ ଲୋକମାନେ ଆଜି ପ୍ରଭୁଙ୍କ ଲୋକ, ତାଙ୍କୁ ବି ପ୍ରଭୁ କିଣିଛନ୍ତି, ଯାହା ବାଇବଲ କହୁଛି, ମୁଁ କହୁନି। ପୁଣି ସେମାନଙ୍କୁ ଆମ୍ଭମାନଙ୍କର ଈଶ୍ୱରଙ୍କ ଉଦ୍ଦେଶ୍ୟରେ, ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ ବାକ୍ୟ 5 ପର୍ବ 9-10 ଲେଖା ହଉଛି, ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜକୁଳ ଓ ଯାଜକ କରିଦେଇଅଛ। ହାରଣର ପୁତ୍ର ଯାଜକ ମାନେ ବର୍ତ୍ତମାନ ଯୋଉମାନେ ଈଶ୍ୱରଙ୍କର ରକ୍ତ ଦ୍ଵାରା, ତାଙ୍କ ପୁତ୍ରଙ୍କର ରକ୍ତ ଦ୍ଵାରା କିଣା ହେଇଛନ୍ତି, ସେମାନେ ମଧ୍ୟ ଯାଜକ। ତେଣୁ ପୁଣି ଆମେ ଆସିବା ଯେଶାୟା 62:7 କୁ। ଏ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ, ସେ ଲୋକମାନଙ୍କ ଭିତରେ କିଏ ଆସୁଛି ତେବେ କୁହନ୍ତୁ? ସମସ୍ତେ ଆମେ ବି ଆମେ ଆସୁଛୁ, ସମସ୍ତେ। ଯେତେ ପ୍ରେଜ ଦ ସମର୍ଥ। ଲର୍ଡ, ହାଲେଲୁୟା। ଆମର ତେବେ କାମ କଣ ଦିଆ ହେଇଛି ବାକ୍ୟରେ? ଯେ ପର୍ଯ୍ୟନ୍ତ ଇସ୍ରାଏଲ ଜେରୁସାଲେମକୁ ସ୍ଥାପନ ନ କରନ୍ତି, ପୃଥିବୀ ମଧ୍ୟରେ ତାହାଙ୍କୁ ପ୍ରଶଂସାର ପାତ୍ର ନ କରନ୍ତି, ସେ ପର୍ଯ୍ୟନ୍ତ ତୁମେ ମାନେ ବିଶ୍ରାମ କର ନାହିଁ। ଏଠି ମୁଁ ଟିକେ ଆପଣମାନଙ୍କୁ ବୁଝେଇ ଦଉଛି, ନହେଲେ ଟିକେ କନଫ୍ୟୁଜନ ଆସିଯିବ। ଜେରୁସାଲେମ କୁ ଦାଉଦ ଯେତେବେଳେ ଯେହୋସିଆ ଗଲେ କିଣାନ ଦେଶକୁ, ଜେରୁସାଲେମଟାକୁ ଅଧିକାର କରିନଥିଲେ। ସେଠି ଗୋଟେ ପର୍ଟିକୁଲାର ଜାତି ଥିଲେ, ତାଙ୍କ ନାଁ ହଉଛି ଜିବୁସିୟ ଜାତି। ଦାଉଦ ଯେତେବେଳେ ରାଜା ହେଲେ, ସାଉଲ ଯେତେବେଳେ ରାଜା ହେଲେ, ସେମାନେ ହିବ୍ରୋନରେ ଥିଲେ। ହିବ୍ରୋନ। କିନ୍ତୁ ହଠାତ୍ କିନା ଦାଉଦଙ୍କର ମୁଣ୍ଡରେ କଣ ଢୁକିଲା, କହିଲେ ନା, ମୁଁ ସେ ଜେରୁସାଲେମଟା ପାହାଡ ଉପରେ, ପର୍ବତ ଉପରେ, ମୁଁ ସେଟାକୁ ଯିବି, ତାକୁ ଦଖଲ କରିବି, ଅକ୍ତିଆର କରିବି। ବାଇବଲ ସେସବୁ ବିଷୟରେ କମ୍ପ୍ଲିଟ ସାଇଲେଣ୍ଟ। ଦାଉଦ କେମିତି କଲେ, କୋଉ ଭାବରେ କଲେ, ତାଙ୍କ ସୈନ୍ୟ ଚାଳନା କେମିତି ହେଲା, ଆଉ ସେ ଜିବୁସିୟ ମାନେ ତ ପ୍ରଥମେ ଉପହାସ କରୁଥିଲେ ଇସ୍ରାଏଲ ଲୋକମାନଙ୍କୁ, ତମାନେ କରିପାରିବନି। କିନ୍ତୁ ବାଇବଲ ଲେଖା ହେଇଛି ଦାଉଦ ସେଟାକୁ ଅକ୍ତିଆର କରିଦେଲେ। କଲା ପରେ ସେଟା ସେ ସେଥିରେ ରାଜପ୍ରସାଦ ବନେଇଲେ, ଆଉ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ସେଠାରେ ଗୋଟେ ଭବ୍ୟ ମନ୍ଦିର ବନେଇବା ପାଇଁ ସେ ଚେଷ୍ଟା କଲେ। ଈଶ୍ୱର ତାଙ୍କୁ ମନା କରିଦେଲେ, ତାଙ୍କୁ ଅନୁମତି ଦେଲେନି, ଆଉ ତାଙ୍କ ପୁଅ ସେଟାକୁ ବନେଇଲା। କିନ୍ତୁ ଆକା ପ୍ରଭୁ କହୁଛନ୍ତି, ଯେଶାୟା ତାପରେ ଆସିଲେ, ପ୍ରଭୁ ଯେଶାୟାଙ୍କ ଦ୍ଵାରା କହୁଛନ୍ତି, ଯେ ପର୍ଯ୍ୟନ୍ତ ଜେରୁସାଲେମକୁ ସ୍ଥାପନ ନ କରନ୍ତି, ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରୁଛନ୍ତି, ତୁମେ ମାନେ ବିଶ୍ରାମ କର ନାହିଁ। ମତେ ମନେ ପକାଅ, ମତେ ସ୍ମରଣ କରାଅ। ଆଜି ଦେଖନ୍ତୁ, ଏ ବାକ୍ୟ କେତେ ହଜାର ବର୍ଷ ତଳର ବାକ୍ୟ। ଜେରୁସାଲେମ ପାଇଁ ବାଡିଆ ବାଡି। ମୁସଲମାନ ମାନେ କହୁଛନ୍ତି ସେଟା ଆମର। ସେଇ ମନ୍ଦିର ପାଖରେ ସେମାନେ ମସଜିଦ କରିଦେଇଛନ୍ତି, ଉଠୁ ନାହାନ୍ତି, ଘୁଞ୍ଚୁ ନାହାନ୍ତି। ଜିଉସ୍ ମାନେ କହୁଛନ୍ତି ସେଟା ବି ଆମର। ଆଉ ଏଇ ଯୋଉ ଡୋନାଲ୍ଡ ଟ୍ରମ୍ପ, ଯେ ଗତ ଥର ଯେତେବେଳେ ସେ ଆମେରିକା ରାଷ୍ଟ୍ରପତି ହେଇଥିଲେ, ସେ ଜେରୁସାଲେମକୁ ଡିକ୍ଲେୟାର କରିଦେଇଥିଲେ ସେଟା ହଉଛି ଇସ୍ରାଏଲର କ୍ୟାପିଟାଲ। କିନ୍ତୁ ଏପର୍ଯ୍ୟନ୍ତ ସେମାନେ ଅଫିସିଆଲି କରିନାହାନ୍ତି। ସେ ତେଲ ଆଭିଭଟା ବର୍ତ୍ତମାନ ସୁଦ୍ଧା କ୍ୟାପିଟାଲ ଅଛି। ଏନିୱେ, ସେଟା ପ୍ରଭୁଙ୍କର ଇଚ୍ଛା, ସେ କେବେ ସେଟା କଣ କରିବେ। କିନ୍ତୁ ପ୍ରଭୁ ତାଙ୍କର ବାକ୍ୟ ଦ୍ଵାରା କହିଛନ୍ତି, ଜେରୁସାଲେମର ଶାନ୍ତି ପାଇଁ ପ୍ରାର୍ଥନା କର। ଏଟା ଆମ ପ୍ରତ୍ୟେକଙ୍କର କର୍ତ୍ତବ୍ୟ। ପ୍ରଭୁଙ୍କର ବାକ୍ୟ ହଉଛି ଅନନ୍ତକାଳୀନ ବାକ୍ୟ, ଯାହା ଆମକୁ କୁହାଇଛି ଆମେ ତାହା କରିବା। ଦେଖ, ଜେରୁସାଲେମ ଯେପର୍ଯ୍ୟନ୍ତ ସ୍ଥାପନ ନ କରନ୍ତି, ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରନ୍ତି। ଅଲରେଡି ପ୍ରଶଂସା ସେମାନେ ପାଇ ସାରିଲେଣି। ଲୋକେ ଡରୁଛନ୍ତି ଇସ୍ରାଏଲ ନା ଶୁଣିଲା କ୍ଷଣିକା। ମୁସଲିମ ଦେଶ ତ ଥରହର ହେଇଯାଉଛି, ଇସ୍ରାଏଲ ନାଁ ଶୁଣିଲେ ଥରହର। କାହିଁକି ନା ସେମାନେ ପରମେଶ୍ୱରଙ୍କ ପାଖରେ ନିବେଦନ କରୁଛନ୍ତି, ସ୍ମରଣ କରଉଛନ୍ତି। ତାଙ୍କର ଯୋଉ ଯାଜକ ମାନେ ପ୍ରଭୁଙ୍କ ପାଖରେ ସ୍ମରଣ କରୁଛନ୍ତି, ପ୍ରଭୁ ତୁମେ ଯେଶାୟା ପୁସ୍ତକରେ କଥା କହିଥିଲ,
ଆଉ ତୁମର କଥା ଅନୁସାରେ ତୁମେ ଆମମାନଙ୍କୁ ଆଉ ଯେତୋଟି ଯୁଦ୍ଧ ହେଇଛି ଇସ୍ରାଏଲ ସାଙ୍ଗରେ ଇସ୍ରାଏଲଟା କୌଣସି ସ୍ୱାଧୀନ ହେଇନି ପୃଥିବୀର ସବୁ ଆଡୁ ଲୋକ ଆସିକି ପଶିଗଲେ ଇସ୍ରାଏଲରେ ଡିକ୍ଲେୟାର କରିଦେଲେ ସେଟା ହେଇଗଲା ଆମର ବୋଲିକା ଏ ଗୋଟେ ବିଚିତ୍ର ଭାବରେ ସେମାନେ 1948 ରେ ତାକୁ ଡିକ୍ଲେୟାର କଲେ ତାଙ୍କ ଦେଶ ଭାବରେ ତାପରେ ମୁସଲିମ କଣ୍ଟ୍ରି ସବୁ ଯୁଦ୍ଧ କଲେ ଯୁଦ୍ଧ କଲା ପରେ ଯେତେ ଥର ଯୁଦ୍ଧ ହେଇଛି ସେମାନେ ତାଙ୍କ ଟେରିଟୋରିକୁ ବଢେଇ ବଢେଇ ଚାଲିଛନ୍ତି ଦେଖନ୍ତୁ ଏବେ ହେଲା ଏଇ ଯୋଉ ବର୍ଷେ ତଳେ ହେଲା ହମାସ ଗାଜା ଅଧା ମାଡି ବସିଛି ବର୍ତ୍ତମାନ ଇସ୍ରାଏଲ ଟେରିଟୋରି ବଢେଇ ଦେଲା ଅବିକା ରିସେଣ୍ଟ ଇରାନ ସାଙ୍ଗରେ ଯୋଉ ଯୁଦ୍ଧ ହେଲା ଲେବାନନର ଯୋଉ ଦକ୍ଷିଣ ଆଉ ଇସ୍ରାଏଲର ସେଟା ହଉଛି ନର୍ଥ ସେ ଲେବାନନର ସେ ପୋର୍ସନଟା ବି ମଧ୍ୟ ଇସ୍ରାଏଲ ମାଡି ବସିଛି ଯେତେବେଳେ ଯୁଦ୍ଧ ହେଇଛି ତାଙ୍କର ସୀମାକୁ ସେମାନେ ବଢେଇ ଚାଲିଛନ୍ତି ଆଗରୁ ୱେଷ୍ଟ ବ୍ୟାଙ୍କଟା ତାଙ୍କର ନଥିଲା ୱେଷ୍ଟ ବ୍ୟାଙ୍କର ଅଧାଟା ବି ମାଡି ବସିଛନ୍ତି ଏନିୱେ ସମୟ ହେଇଯିବ ବର୍ତ୍ତମାନ ଆମର ଯୋଉ ଆଜିର ଚିନ୍ତା ହଉଛି ଗୀତ ସଂହିତା 34:15 ଗୀତ ସଂହିତା 34:15 ଧାର୍ମିକ ମାନଙ୍କ ପ୍ରତି ସଦାପ୍ରଭୁଙ୍କର ଦୃଷ୍ଟି ଅଛି ଓ ସେମାନଙ୍କର ଆର୍ତ୍ତନାଦ ପ୍ରତି ତାହାଙ୍କର କର୍ଣ୍ଣ ଅଛି ଧାର୍ମିକ କିଏ ଯୋଉମାନଙ୍କୁ ସେ ରକ୍ତ ଦ୍ୱାରା କିଣିଛନ୍ତି ପୁଣି ସେମାନଙ୍କୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜକୁଳ ରାଜାକୁଳ ଓ ଯାଜକ କରିଛନ୍ତି ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ ସେମାନେ ହେଲେ ଗୀତ ସଂହିତାରେ ଦାଉଦଙ୍କର ଯୋଉ ଧାର୍ମିକ ବ୍ୟକ୍ତିମାନଙ୍କ ଭିତରେ ସେମାନେ ପୁରାତନ ନିୟମରେ ରକ୍ତ ଦ୍ୱାରା କୃତ କିଛି ନଥିଲା ଧାର୍ମିକ ୱାଟା ଥିଲା ଯୋଉମାନେ ପରମେଶ୍ୱରକୁ ସନ୍ତୁଷ୍ଟ କରନ୍ତି ସେମାନେ ହେଲେ ଧାର୍ମିକ ଆଉ ଲେଖା ହଉଛି 34:15ରେ ଧାର୍ମିକ ମାନଙ୍କ ପ୍ରତି ସଦାପ୍ରଭୁଙ୍କର ଦୃଷ୍ଟି ଅଛି ଓ ସେମାନଙ୍କର ଆର୍ତ୍ତନାଦ ପ୍ରତି ତାହାଙ୍କର କର୍ଣ୍ଣ ଅଛି ଏଠି ଆମେ ଜିସାରେ ଦେଖୁଥିଲୁ ଯେ ତୁମାନେ ଆମମାନଙ୍କୁ ମତେ ସ୍ମରଣ କରେଇବ ମତେ ବିଶ୍ରାମ ଖାବାକୁ ଦବନି ପ୍ରଭୁ ଶୁଅନ୍ତି ଯେ ବିଶ୍ରାମ କରିବେ କିନ୍ତୁ ନିଜେ କହୁଛନ୍ତି ସେ ଆଉ ତୁମେ ମାନେ ବି ବିଶ୍ରାମ କରିବନି ଧାର୍ମିକ ମାନଙ୍କ ପ୍ରତି ସଦାପ୍ରଭୁଙ୍କର ଦୃଷ୍ଟି ଅଛି ଓ ସେମାନଙ୍କର ଆର୍ତ୍ତନାଦ ପ୍ରତି ତାହାଙ୍କର କର୍ଣ୍ଣ ଅଛି ଏଇଟା ହଉଛି ଧାର୍ମିକ ମାନଙ୍କର କର୍ତ୍ତବ୍ୟ ସେମାନେ ଆର୍ତ୍ତନାଦ କରିବେ ପ୍ରାର୍ଥନା କରିବେ ଆଉ ସେ ପ୍ରାର୍ଥନା ଉପରକୁ 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 ଯିବ ଆଉ ତାଙ୍କର ଆର୍ତ୍ତନାଦ ପ୍ରତି ତାଙ୍କର କର୍ଣ୍ଣ ଅଛି ଶେଷରେ ଦେଖିବା ପ୍ରକାଶିତ 22 ପର୍ବର 20 କିନ୍ତୁ ତାକୁ ଯିବା ପୂର୍ବରୁ ଆମେ ଯିବା ପ୍ରଥମ ଥେସଲୋନିକୀୟ 4 ପର୍ବର 16, 17, 18 ପ୍ରଥମ ଥେସଲୋନିକୀୟ 4 ପର୍ବର 16, 17, 18 କାରଣ ପ୍ରଭୁ ଆପେ ଆଦେଶ ଦେଇ ପ୍ରଧାନ ଦୂତଙ୍କର ସ୍ୱର ଓ ଈଶ୍ୱରଙ୍କ ତୁରୀ ବାଦ୍ୟ ସହିତ ସ୍ୱର୍ଗରୁ ଅବତରଣ କରିବେ ସେ ତୁରୀଟା ୱାର୍ଡଟା ଆପଣ ଦେଖନ୍ତୁ এটা ପାଉଲ ବ୍ୟବହାର କରୁଛନ୍ତି ଶେଷରେ ସ୍ୱର୍ଗରୁ ମଧ୍ୟ ତୁରୀ ବାଜିବ ଜଗତରେ କେମିତି ତୁରୀ ବାଜିବ ଆଉ କୋଉ ଟାଇପର ବାଜିଲେ କଣଟା ହବ ଆମେ ତାକୁ ଚିନ୍ତା କଲୁ ଏବେ ଦେଖନ୍ତୁ ସ୍ୱର୍ଗର ମଧ୍ୟ ସେମ୍ ସିଷ୍ଟମ ଯେତେବେଳେ ପ୍ରଭୁ ଦ୍ୱିତୀୟ ଆଗମନରେ ଓହ୍ଲେଇବେ ଈଶ୍ୱରଙ୍କ ତୁରୀ ବାଦ୍ୟ ମଣିଷ ତୁରୀ ଫୁଙ୍କିବନି ଈଶ୍ୱରଙ୍କ ତୁରୀ ବାଦ୍ୟ ସହିତ ଅବତରଣ କରିବେ କାହିଁକି ଅବତରଣ କରିବେ କଣ ପାଇଁ ଅବତରଣ କରିବେ କିଏ କହିବ ତାଙ୍କ ଆଗମନ ପାଇଁ ବିଚାର ହଁ ପାଖାପାଖି ପଳେଇ ଆସିଛନ୍ତି ତାଙ୍କ ତୁରୀ ଶବ୍ଦ ହବ ହଁ ଆକାଶରେ ସେଇଟା ତ ମୁଁ ପା କହିଲି ମେଘମାଳାରେ ପାଖାପାଖି ଆସି ଯାଇଛନ୍ତି ଆଉ ଗୋଟେ ଷ୍ଟେପ ଅଛି ଆଉ ଗୋଟେ ପାହୁଚ ଅଛି ସେ ରାଜତ୍ୱ କରିବା ପାଇଁ ପୁନର୍ବାର ରାଜତ୍ୱ କରିବା ପାଇଁ ହଁ ବିଚାର କରିବା ପାଇଁ ରାଜତ୍ୱ କରିବା ପାଇଁ ବିଚାର କରିବା ପାଇଁ ଆମକୁ ମନୋନୀତ କରି ହଜାର ବର୍ଷର ସଂସ୍ଥା କରି ରାଜତ୍ୱ ନେଇଯିବା ପାଇଁ
ଆଚ୍ଛା ଠିକ ଅଛି। ହଉ ମୁଁ ମୋ ବାବା କହିଦଉଛି, ଯୋଉମାନେ ଈଶ୍ୱରଙ୍କର ଆଗମନକୁ ପ୍ରିୟ ଜ୍ଞାନ କରନ୍ତି, ଆପଣ ପଢିଛନ୍ତି ନା ନାଇଁ? ଯୋଉମାନେ ଈଶ୍ୱରଙ୍କର ଆଗମନକୁ ପ୍ରିୟ ଜ୍ଞାନ କରନ୍ତି, ଅପେକ୍ଷା କରିକିରି ଅଛନ୍ତି। ସେଇ ଥେସଲୋନିକି 4 ପର୍ବର 16, 17, 18 ଲେଖା ହେଇଛି, ଯେତେ ଲୋକ ଖ୍ରୀଷ୍ଟଙ୍କ ଥରେ ଥାଇ ମରିଅଛନ୍ତି ସେମାନେ ପ୍ରଥମରେ ଉଠିବେ, ପରେ ଆମ୍ଭେମାନେ ଯେତେ ଲୋକ ଜୀବିତ ରହି ଅବଶିଷ୍ଟ ଥିବୁ ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘ ଶୂନ୍ୟ ମଣ୍ଡଳକୁ ନୀତ ହେବୁ। ଏ କାର୍ଯ୍ୟଟି କିଏ କରିବ? ପ୍ରଭୁ। ରାଇଟ୍। ରେଶ୍ମା ଭଉଣୀ, ଥ୍ୟାଙ୍କ ୟୁ ଭେରି ମଚ୍। ନୀତ ହେବୁ। ଆମମାନଙ୍କୁ ମିସାଇଲ ବନେଇବାକୁ ପଡିବନି, ରକେଟ ବନେଇବାକୁ ପଡିବନି, ସ୍ପେସ୍ ସଟଲ ବନେଇବାକୁ ପଡିବନି, ମହାକାଶ ଯାନ ବନେଇବାକୁ ପଡିବନି। ସେଟା ପ୍ରଭୁଙ୍କର କାର୍ଯ୍ୟ। ମହାକାଶକୁ ନବା ଟା ପ୍ରଭୁଙ୍କର କାର୍ଯ୍ୟ। କୋଉମାନଙ୍କୁ ନେବେ? ଯୋଉମାନେ ତାଙ୍କ ଆଗମନକୁ ପ୍ରିୟ ଜ୍ଞାନ କରୁଥିଲେ। କୋଉମାନେ ଯିବେ? ଯୋଉମାନଙ୍କ ଆର୍ତ୍ତନାଦ ପ୍ରତି ତାହାଙ୍କର କର୍ଣ୍ଣ ଅଛି। ଗୀତ 34:15। ଯୋଉ ଧାର୍ମିକ ମାନଙ୍କ ପ୍ରତି ତାଙ୍କର ଦୃଷ୍ଟି ଅଛି। ସେମାନେ କଣ ପ୍ରାର୍ଥନା କରନ୍ତି? ସେ ଯୋଉ ଆର୍ତ୍ତନାଦ କରନ୍ତି, ପ୍ରାର୍ଥନା କରନ୍ତି, କଣ କରନ୍ତି? ହଉ ମୁଁ ଆଗେ ଫ୍ୟାସିଲିଟି ସାରିବି, ତାପରେ ସେଟାକୁ ଯିବା। ପ୍ରଭୁଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ଆମ୍ଭେମାନେ ସେମାନଙ୍କ ସହ ମେଘମାଳାରେ ଶୂନ୍ୟ ମଣ୍ଡଳକୁ ନୀତ ହେବୁ। ଏହି ପ୍ରକାରେ ଆମ୍ଭେମାନେ ସର୍ବଦା ପ୍ରଭୁଙ୍କ ସହିତ ରହିବୁ। ଯୋଉମାନେ ପ୍ରଭୁଙ୍କର ଆଗମନକୁ ପ୍ରିୟ ଜ୍ଞାନ କରୁଥିଲେ, କାହିଁକି କରୁଥିଲେ? ଅବିକା ଯିବା। ସେମାନେ ତାଙ୍କ ଆଗମନକୁ ପ୍ରିୟ ଜ୍ଞାନ କରିକି କଣ ପ୍ରାର୍ଥନା କରୁଥିଲେ? ପ୍ରକାଶିତ, ଯୋଉମାନଙ୍କ ପାଖରେ ବାଇବଲ ଅଛି ନିଶ୍ଚିତ ଭାବରେ ମୋ ସାଙ୍ଗରେ ଖୋଲନ୍ତୁ, ପ୍ରକାଶିତ ବାକ୍ୟ 22:20। ସେମାନେ କହିବେ ଯେ ଆମମାନଙ୍କର ଯୋଉମାନେ କଷ୍ଟ ଦେଇଥିଲେ ସେମାନଙ୍କ ପ୍ରତିଶୋଧ ଆପଣ କେବେ ନେବେ? ମୁଁ ପଚାରୁଛି, ପ୍ରକାଶିତ ବାକ୍ୟ 22:20 ଖୋଲନ୍ତୁ। ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି। ସତ୍ୟ। ବୀରେନ୍ଦ୍ର ଭାଇ ଟିକେ ବନ୍ଦ କରିଦିଅନ୍ତୁ, ଇକୋ ହଉଛି। ହଁ, ଯେ ଏହି ସମସ୍ତ ବିଷୟରେ ସାକ୍ଷ୍ୟ ଦେଉଅଛନ୍ତି, ସେ କହନ୍ତି ସତ୍ୟ। ସତ୍ୟ ନିଜେ କହୁଛନ୍ତି ପ୍ରଭୁ, ସତ୍ୟ। ଆମ୍ଭେ ଶୀଘ୍ର ଆସୁଅଛୁ। ତାପରେ ଅତି ମୂଲ୍ୟବାନ ପ୍ରାର୍ଥନା। ପୃଥିବୀ ଇତିହାସରେ ପ୍ରାର୍ଥନା ନାହିଁ। ପ୍ରକାଶିତର ଶେଷରେ ଯୋଉ ମୂଲ୍ୟବାନ ପ୍ରାର୍ଥନା, ମୁଁ ପଚାରିଲି ନା ସେମାନେ କଣ ପ୍ରାର୍ଥନା କରନ୍ତି, ସେଇଟା ଲେଖା ହେଇଛି। କମ୍ ଲର୍ଡ ଜିଜସ୍, ହେ ପ୍ରଭୁ ଯୀଶୁ ଆସନ୍ତୁ। ଯୋଉମାନେ ପ୍ରିୟ ଜ୍ଞାନ କରୁଥିଲେ ତାଙ୍କ ଆଗମନକୁ, ପ୍ରତିଦିନ ସେମାନେ କହୁଛନ୍ତି, ହେ ପ୍ରଭୁ ଯୀଶୁ ଆସନ୍ତୁ। ଆଜି ଆମେ ପ୍ରତ୍ୟେକ କହିବା, ଜଣ ଜଣ କରି କହିବା। ଆଗେ ବୀରେନ୍ଦ୍ର ଭାଇ ଷ୍ଟାର୍ଟ କରିବେ ଅନମ୍ୟୁଟ କରିକିରି, ହେ ପ୍ରଭୁ ଯୀଶୁ ଆସନ୍ତୁ। ହେ ପ୍ରଭୁ ଯୀଶୁ ଆସନ୍ତୁ। ତାପରେ ସୁରଭି ଭଉଣୀ, ହେ ପ୍ରଭୁ ଯୀଶୁ ଆସନ୍ତୁ। ରେଶ୍ମା ଭଉଣୀ, ରେଶ୍ମା ଭଉଣୀ ଅଛନ୍ତି ନା ନାଇଁ? କୁହନ୍ତୁ। ହେ ପ୍ରଭୁ ଯୀଶୁ ଆସନ୍ତୁ। ଅମର ଭାଇ, ହେ ପ୍ରଭୁ ଯୀଶୁ ଆସନ୍ତୁ। ରେଜିନା ଭଉଣୀ, ହେ ପ୍ରଭୁ ଯୀଶୁ ଆସନ୍ତୁ। ସଞ୍ଚିତା ଭଉଣୀ, ହେ ପ୍ରଭୁ ଯୀଶୁ ଆସନ୍ତୁ। ପ୍ରମୋଦ ଭାଇ। ଠିକ ଅଛି, ମୁଁ ଏଇ ଫ୍ରେମରେ ଯେତିକି ଥିଲା ମୁଁ ସମସ୍ତଙ୍କୁ କହିଛି। ଏଇଟା ଆମର ପ୍ରତିଦିନର ପ୍ରାର୍ଥନା। ତେବେ ଆମେ ପୁଣି ଆଉଥରେ ପଛକୁ ଯାଇକି ଟିକେ ଗଡେଇ ଦେବା।
ମତେ ବିଶ୍ରାମ କରିବାକୁ ଦିଅ ନାହିଁ, ମତେ ସ୍ମରଣ କରିବା ପାଇଁ, କାରଣ ଆମେ ହଉଛୁ ଯାଜକ। ଆମେ ତାଙ୍କ ଆଗମନକୁ ପ୍ରିୟ ଜ୍ଞାନ କରୁଅଛୁ। ଆମମାନେ ସଦା ପ୍ରଭୁକୁ ସ୍ମରଣ କରିବା ଲୋକ। ଆଜି ଆମମାନଙ୍କର ପ୍ରାର୍ଥନା କଣ? ହେ ପ୍ରଭୁ ଯୀଶୁ ଆସନ୍ତୁ। ଆମମାନଙ୍କ ମନରେ ଯେତେବେଳେ ଆନନ୍ଦ ହୁଏ, ଆମେ ହସୁ। ଯୀଶୁ କହିଲେ ତାଙ୍କ ଶିଷ୍ୟମାନଙ୍କୁ, ଆରେ ଏଇ ଶକ୍ତିର କାର୍ଯ୍ୟ ଶୁଣିକି ଏତେ କଣ ବ୍ୟସ୍ତ ହେଇପଡୁଛ, ଏତେ କଣ ଆନନ୍ଦ କରୁଛ? ତୁମମାନଙ୍କର ନାଁ ଜୀବନ ପୁସ୍ତକରେ ଅଛି। ଆମେ କେତେ ଜଣ ପ୍ରତିଦିନ ହସୁଛୁ କହିଲେ, ସ୍ମାଇଲ କରୁଛୁ? ମୋ ନାଁ ଜୀବନ ପୁସ୍ତକରେ ଅଛି। ହେ ପ୍ରଭୁ ଯୀଶୁ ଆସନ୍ତୁ। କାରଣ ଆମମାନେ ଶୂନ୍ୟ ମଣ୍ଡଳକୁ ନୀତ ହବା। ପ୍ରଭୁ ଯୀଶୁ ଆସିଲେ ଆମମାନେ ଶୂନ୍ୟ ମଣ୍ଡଳକୁ ନୀତ ହବା, ଆଉ ପ୍ରଭୁଙ୍କ ସହିତ ସାକ୍ଷାତ କରିବା। 10 କୁମାରୀ କଣ ପାଇଁ ଅପେକ୍ଷା କରିଥିଲେ? ବରଙ୍କୁ ସାକ୍ଷାତ କରିବା। ଆଜି ଆମେ ପ୍ରତ୍ୟେକ ପ୍ରଭୁ ଯୀଶୁଙ୍କୁ ସାକ୍ଷାତ କରିବା ପାଇଁକା ସେ ଶୂନ୍ୟ ମଣ୍ଡଳକୁ ଯିବା। ପ୍ରଭୁଙ୍କର ସେଟା କାର୍ଯ୍ୟ, ସେ ଆମମାନଙ୍କୁ ନେବେ ତାଙ୍କ ସାଙ୍ଗରେ ସାକ୍ଷାତ କରିବା। ଆମର କାର୍ଯ୍ୟ, ଆମେ ପ୍ରଭୁଙ୍କର ଆଗମନକୁ ପ୍ରିୟ ଜ୍ଞାନ କରିବା ଆଉ ପ୍ରାର୍ଥନା କରିବା, ପ୍ରଭୁ ଯୀଶୁ ଆସନ୍ତୁ। ହେ ଯାଜକ ମାନେ ଉଠାଅ ତୁରୀ। ଆଜିର କୋଉମାନେ ଯାଜକ? ଈଶ୍ୱରଙ୍କ ଲୋକମାନେ, ଯୋଉମାନେ କ୍ରୟ ହେଇଛନ୍ତି। ଉଠାଅ ତୁମର ତୁରୀ, ଡାକ, ହେ ପ୍ରଭୁ ଯୀଶୁ ଆସନ୍ତୁ। ପ୍ରଭୁ ଏଇ ସଂକ୍ଷିପ୍ତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଗଡ୍ ବ୍ଲେସ ୟୁ।